ନମସ୍କାର, ଜୟ ମା ଶାରଳା ସାଙ୍ଗମାନେ, କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ପୁରା ବଢିଆ ଅଛି। ଆଜି ଥିଲା ମୋ ବାପିଙ୍କ ଦୋକାନ ସେକ୍ସନ ବଜାର ମା କାଞ୍ଚନ ମୋବାଇଲ ଷ୍ଟୋର କେୟାର। ଦେଖନ୍ତୁ ଗୋଟେ ବଢିଆ ଜିନିଷ ଦେଖୁଛି। ଏଇ ଜିନିଷର ଦାମ ଦିନେ ଥିଲା ଅମୂଲ୍ୟ। ମାନେ ଯେତେବେଳେ ଆମ କତିରେ ସ୍ମାର୍ଟଫୋନ ନଥିଲା ସେତେବେଳେ ଏଇ ଜିନିଷକୁ ଆମେ ପଚାରୁଥିଲୁ, କିନ୍ତୁ ଆଜିକା ଡେଟ ରେ ଏଇ ଜିନିଷକୁ କେହି ପଚାରୁନାହାନ୍ତି, କାହିଁକିନା ଆର ସମୟ ସରିଗଲା। ଭାଇଙ୍କି ଟିକେ ପଚାରିବା, ଭାଇ କଣ କହିବେ? ଭାଇ ଏ ଜିନିଷ ଆପଣ କାହିଁ ଫିଙ୍ଗି ଦଉଛନ୍ତି? କଣ କରିବା ଭାଇ, ଜିନିଷ ତ ମୋବାଇଲ ତ ଖୋଜୁନାହାନ୍ତି, ମଡେଲ ବନ୍ଦ ହେଇଗଲାଣି ଆଉ ବହୁତ ଲସ୍ ସବୁ ହେଲା। ଆଉ କଣ କରିବା, ମନ ଦୁଃଖ ପୁରା ଆମର ଆଉ। ମାନେ ମୁଁ ଆସିଥିଲି ଦୋକାନକୁ ଗୋଟେ ମୋବାଇଲ ସଜାଡିବା ପାଇଁ, ଦେଖିଲି ନା ଭାଇ କହିଲେ ଫୋପାଡି ଦବା। ମୁଁ କହିଲି ଫୋପାଡନ୍ତୁନି, ଆଉ ଗୋଟେ ସାଇଜ କରନ୍ତୁ, ତାପରେ ଗୋଟେ ଭିଡିଓ କରିବି। ମାନେ ଜାଣିଥିବେ ଏ ଜିନିଷ, ମାନେ ଏ ଜିନିଷ ବି ଆମେ ବି ଏମିତି ମୋବାଇଲ ଚଲେଇଛୁ। ଆଉ ଆଦେହରେ ଭାଇ ଲାଭ କେତେ କ୍ଷତି କେତେ ହେଲା ମତେ ଟିକେ ଠିକ କୁହ। ଭାଇ ଲାଭ କିଛି ନାହିଁ, ସମ୍ପୂର୍ଣ୍ଣ ଲସ୍। ଲାଭ ଭାଇ କଣ, ସବୁ ତ ଜିନିଷ ଆଣିଥିଲି, ଗୋଟେ ଦିଟା ଦି ତିନିଟା ମଡେଲ ପକେଇଛି, ଆଉ ସବୁ ଫୋପଡା ହଉଛି। ଲାଭ ଆଦରୁ କଣ କିଛି କାହିଁକିନା ମୁଁ ଶୁଣିଛି ମୋବାଇଲ ଦୋକାନରେ ପ୍ରବଳ ଲାଭ କରନ୍ତି। କିଛି ଭାଇ ଲାଭ ନାହିଁ। ତା ଭିତରେ ପଶିଲେ ପୁରା ହିଁ ଲସ୍, ପ୍ରବଳ ଲସ୍ ଆଦରେ ହଉଛି। ଆଉ ଏଇଭଳିଆ ଜିନିଷ ଦେଖୁଥିଲା, ଡିସପ୍ଲେ ଫୋପଡା ହଉଛି, ଡିସପ୍ଲେ ସବୁ। ଆଉ କଣ ମାନେ ଖାଲି ଡିସପ୍ଲେ ଗୁଡା ଗଦା ହେଇଛି, ଇଏ ସବୁ ଡଷ୍ଟବିନ ରେ ପଡିବ। ମୁଁ କି ପ୍ୟାଡ ର ଦେଖଉଥିଲି ଡିସପ୍ଲେ, ଦେଖନ୍ତୁ ଇଏ ସ୍ମାର୍ଟ ଫୋନ ର ଡିସପ୍ଲେ। ଭାଇ ୟାରେ ଏ ସ୍ମାର୍ଟ ଫୋନ ବି ମାନେ ଡିସପ୍ଲେ ବି ଗଲା ନାହିଁ। ଭାଇ କୁହନା ଭାଇ, ଲସ୍ ଉପରେ ଲସ୍ ଭାଇ। ଦେଖୁଛନ୍ତି ତ ଆଜି ଛୋଟ ଫୋନ ଡିସପ୍ଲେ ଦେଖେଇଥିଲି, ଦେଖନ୍ତୁ ସବୁ ବଡ ଫୋନ ଡିସପ୍ଲେ ଗୋଟେ ଦେଖନ୍ତୁ ସିଲ୍, ଦେଖନ୍ତୁ ଖୋଲା ହେଇକି ଆପଣ ଭାବୁଥିଲେ ସ୍ମାର୍ଟ ଡିସପ୍ଲେ ଇଏ, ଦେଖନ୍ତୁ ସିଲ୍ ଇଏ ପ୍ୟାକେଟ ରେ ରହିକି ଡିସପ୍ଲେ ପାଉଚ ରେ ରହିକି, ଏ ପାଉଚ ରେ ରହିକି ସବୁ ମାନେ ଇଏ କେତେ 2-3 ବର୍ଷ ହେଇଯିବ? ହଁ 3 ବର୍ଷ ହବ। ତାମାନେ 2-3 ବର୍ଷ ସେ ସମୟରେ କଷ୍ଟଟା ବି ଥବ। ବହୁତ କଷ୍ଟ। ଏଇଟା ପାଇଁ ଆପଣ ଶୁଣିଥିବେ, ଏଇଟା ଡିସପ୍ଲେ ଗୋଟେ ଥାଏ AMOLED ଡିସପ୍ଲେ। ଏଟା AMOLED ଡିସପ୍ଲେ ଅଛି, OLED ହେଲା। Realme ଅଛି, Oppo ଅଛି, Vivo ଅଛି, Samsung ଅଛି। ପାଖାପାଖି ଏଠି ଟଙ୍କା 30-40 ହଜାର ଟଙ୍କା ଡିସପ୍ଲେ ଏଠି ଲସ୍ ହେଇଛି। ଏଇଭଳିଆ ଜିନିଷ ଲସ୍ ରେ ଚାଲିଛି ଜିନିଷ। ଆଉ ଭାଇ ଭିଡିଓଟା ପଇଲା, ଏଇ ଡିସପ୍ଲେ ଅଛି, ଯଦି ବି ଆପଣ ମାନଙ୍କର କାହାର ନିହାତି ଆବଶ୍ୟକ ଥିବ ତ ଭାଇକି ନିହାତି ଭାବରେ କହିବେ, କାହିଁକିନା ଏଇ ଡିସପ୍ଲେ ସବୁ ପଡିବେ। ଦେଖେଇଦେ ପାଖକୁ ଟିକେ ଦେଖା। ଏଇ ସବୁ ଡିସପ୍ଲେ ଦେଖନ୍ତୁ, ଦେଖୁଛନ୍ତି ପୁରା କମ୍ପାନୀର। ଆଉ ଦେଖନ୍ତୁ, ଆଉ ଗୋଟେ ଜିନିଷ ଦେଖନ୍ତୁ, ଇଏ ଦେଖନ୍ତୁ, ଏଇ ମଡେଲ ସବୁ ବନ୍ଦ ହେଇଗଲାଣି। ଏସବୁ ମୋବାଇଲ ର ଚାର୍ଜର ପିନ୍ ଦେଖୁଛନ୍ତି ତ, ଏସବୁ ବନ୍ଦ ହେଇଗଲାଣି। ମାନେ କେତେ ଟଙ୍କା ଏଠି ଲସ୍ ହଉଛି। ଦେଖନ୍ତୁ ଏଇ ସବୁ ଫୋପଡା ହବ। ଦେଖନ୍ତୁ ସବୁ ମଡେଲ ଅଛି, ଆଗରୁ ଚାଲିଥିଲା ମୋଟୋରୋଲା ମୋବାଇଲ, ଓପୋ, ଭିଭୋ, ଯେକୌଣସି ପୁରୁଣା ଓଲ୍ଡ ମଡେଲ ର ଯୋଉରାକ 8-9-10 ବର୍ଷ ଯାଉଥିଲା, ସେ ମଡେଲ ଆସୁନି, ଫୋପଡା। ଏଇ ସବୁ ଫୋପଡା ହିଁ ହବ। ସବୁ କେବଳ ଡ୍ୟାମେଜ, ଆଉ ଆର କିଛି କାମ ନାହିଁ। ଆଉ ମାନେ ଆର ମୂଲ୍ୟ କିଛି ନାହିଁ, ମୂଲ୍ୟହୀନ ଜିନିଷ। ଆଉ ଏତିକି କହିକି ରଖୁଛି, ପୁଣି ପଛରେ ଦେଖା ହବ। ଆଉ ଦେଖନ୍ତୁ ଏଇଟା ଭାଇଙ୍କ ମୋବାଇଲ, ଦେଖେ ବୁଲେଇ ଦେ ଟିକେ। ଏଇଟା ହଉଛି ଭାଇଙ୍କର ଦୋକାନ, ଆଉ ସେକ୍ସନ ବଜାରରେ ଅଛି କାଞ୍ଚନ ମୋବାଇଲ ଷ୍ଟୋର। ଆପଣ ମାନେ ନିହାତି ଭାବରେ ଆସନ୍ତୁ। ଆଉ ଭାଇଙ୍କର ଏଇ ଦୋକାନ ଟା ଆଉ ଟିକେ ମଡେଲିଂ ହବ, କିନ୍ତୁ ଏଇଟା ମୁଁ କରିଦଉଛି ଗୋଟେ। ଦେଖନ୍ତୁ ମୋବାଇଲ ଫୋବାଇଲ ଭାଇ ବଢିଆ ଭଲ ରେଟ ରେ ବି ଦଉଛନ୍ତି, ଆଉ ଫାଇନାନ୍ସ ବି ଦଉଛନ୍ତି। ଆଉ ଫାଇନାନ୍ସ ବି ଆଭେଲେବୁଲ ଅଛି, ବାଜାଜ ଫାଇନାନ୍ସ ଆଉ IDFC ଫାଇନାନ୍ସ ଆଉ ବାଜାଜ ଫାଇନାନ୍ସ ବି ଆଭେଲେବୁଲ ଅଛି। ନିହାତି ଭାବରେ ଆସନ୍ତୁ। ଆଉ ଆସନ୍ତୁ, ତାପରେ ଭାଇକି କହିବେ ଆଉ ଯେ ଭିଡିଓ ଆମେ ଦେଖିକି ଆସିଥିଲୁ, ଭାଇ ଯଦି କିଛି ଲେସ୍ କରିପାରନ୍ତି ତ ବହୁତ ଧନ୍ୟବାଦ ଭାଇକି। ଏମିତି